वाशरूम ରୁ ସିଧା ସିଧା ବାହାରି ଏସି ରୁମ୍ରେ ବସି ଥଣ୍ଡା ଥଣ୍ଡା କୁଲ୍ କୁଲ୍ରେ ଚୁଟି ଶୁଖାଇବା ଗୋଟେ ନିଆରା ଅନୁଭୂତି, ସେଇଟା ପୁଣି ଖରା ଦିନରେ। ତ ନମସ୍କାର, ଜୟ ଜଗନ୍ନାଥ। ଆଶା କରୁଛି ଆପଣମାନେ ସମସ୍ତେ ବହୁତ ଭଲରେ ଥିବେ। ଆଜିର ବ୍ଲଗ୍ଟି ପ୍ରତ୍ୟେକଟି ପରିବାରଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଏଇ ପ୍ରବଳ ଗରମ ଆଉ ଖରାରେ ଆମ ସମସ୍ତଙ୍କ ଘରେ ଏସି ତ ଚାଲୁଛି, କିନ୍ତୁ ଆଜି ଆମ ଏସି ହଠାତ୍ ବନ୍ଦ ହୋଇଗଲା। ଚାଲୁ ତ ଥିଲା, ହେଲେ କିଛି ସମୟ ପରେ ନିଜେ ନିଜେ ଅଟକି ଯାଉଥିଲା। ତ ଆମେ ଯେତେବେଳେ କମ୍ପ୍ଲେନ୍ ଦେଇଥିଲୁ ତ 2 ଜଣ ପିଲା ଆସିଥିଲେ। ଆଉ ଦେଖନ୍ତୁ ଏସି ଭିତରେ କେତେ ପରିମାଣର ମଇଳା ଏବଂ ଗନ୍ଦଗୀ ଜମି ରହିଛି। ତ এই ମଇଳା ଯୋଗୁଁ ହିଁ ଏସିଟି ବାରମ୍ବାର ବନ୍ଦ ହୋଇଯାଉଥିଲା। ସେଥିପାଇଁ ଗରମ ଦିନରେ ଏସି ଅଧିକ ବ୍ୟବହାର କରିବା ପୂର୍ବରୁ ଏହାର ୱାଟର ସ୍ପ୍ରେ କ୍ଲିନିଂଟା କରାଇବା ନିହାତି ଜରୁରୀ। ଏଠି ଦେଖନ୍ତୁ এই ପିଲାମାନେ କେତେ ସୁନ୍ଦର ଭାବରେ ଘରେ କାନ୍ଥ ଯେମିତି ମଇଳା ନ ହେବ ସେଥିପାଇଁ ଚାରିପଟେ ବଡ଼ ପଲିଥିନ୍ ଲଗାଇ ୱାଟର ସ୍ପ୍ରେ କରୁଛନ୍ତି। ସବୁଠୁ ବଡ଼ କଥା ହେଲା ଏତେ ଖରା ଗରମରେ କଷ୍ଟ ହେଲା ପରେ ବି ସେମାନେ ବହୁତ ଖୁସି ମନରେ ଆମ କାମଟିକୁ କରିଦେଲେ। ତ ଆପଣମାନଙ୍କୁ ଅନୁରୋଧ, ଖରା ଦିନେ ବା ଗରମ ଦିନେ ଏସି ଲଗାଇବା ପୂର୍ବରୁ ଏହାର ସର୍ଭିସିଂ ଏବଂ ୱାଟର କ୍ଲିନିଂଟା ନିଶ୍ଚୟ କରିନିଅନ୍ତୁ। ନହେଲେ ଆମ ଭଳି ବହୁତ ହଇରାଣ ହେବାକୁ ବି ପଡ଼ିବ। ତ ଏସି ତ ଏପଟରେ ଦେଖନ୍ତୁ କାମ ଚାଲିଛି, ପିଲାମାନେ ଆଉ କିଛି କିଛି ରଖିଦେଇଛନ୍ତି, ତାକୁ ସ୍ପ୍ରେ କରିକି ସଫା କରୁଛନ୍ତି। ତାପରେ ସେଟ୍ କରିଦେଲେ, ତାପରେ ସେମାନେ ଖୁସି ହେଇକି ଆମକୁ ବାଇ ବାଇ କରିକି ଯାଉଛନ୍ତି ବି। ତ ମୋତେ ବି ବହୁତ ଖୁସି ଲାଗିଲା ଆଉ ମୁଁ ତାଙ୍କୁ ଥ୍ୟାଙ୍କ ୟୁ ବି ଜଣେଇଲି। ତ ଦେଖନ୍ତୁ ଏପଟରେ ଏସି ତ ପୁରା ସଫା ହେଇଯାଇଛି, ଲଗା ହେଇଯାଇଛି, ଆଉ ଘରଟା ପୁରା କ୍ଲିନ୍ ହେଇଯାଇଛି। ସେପଟେ ମୁଁ ଗାଧେଇ ପାଧେଇ ମୁଣ୍ଡ ସଫା କରି ଆସିଗଲି। ଏବେ ଘର ପୁରା ଥଣ୍ଡା ଥଣ୍ଡା, ବହୁତ ପୁରା ଶାନ୍ତି। ପୁରା 2 ଦିନର ନିଦ ହେଇନି, ଏତେ ଖରା ଗରମ, ଏସି ଖରାପ ଥିଲା। ତ ଆଜି ଠିକ୍ ହେଇଗଲା, ମୋତେ ବହୁତ ଖୁସି ଲାଗୁଛି। ଭିଡ଼ିଓଟି ଯଦି ଦରକାରୀ ଉପଯୋଗୀ ତାହେଲେ ସେୟାର କରିବେ। ରହୁଛି ବହୁତ